ବାର୍ତ୍ତା ମୋର ବିଚାର ନିଷ୍ପତ୍ତି ଆପଣମାନଙ୍କର ଗତ 2 ତାରିଖ ଦିନ ଦଶମ ଶ୍ରେଣୀଙ୍କର ପିଲାଙ୍କର ଫଳାଫଳ ବାହାରିଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁକି, କେବଳ ଏଇଟା ଛାତ୍ରମାନଙ୍କ ପାଇଁକି ଆପଣ ଯେଉଁମାନେ ଫଳପ୍ରଦ ହୋଇଯାଇଛନ୍ତି, ଅତି ସୁନ୍ଦରଦାୟକ ଜିନିଷ ପାସ୍ ହୋଇଯାଇଛ, ନିଶ୍ଚିତ ରୂପରେ ଆଗାମୀ ଦିନରେ ସଂଘର୍ଷ ଆହୁରି କରିକିନି ଭଲ ଭଲ ଚାକିରି କରନ୍ତୁ। ଯେଉଁମାନେ ଫଳ ଶୂନ୍ୟ ବୋଲି ଭାବିଛନ୍ତି ସେମାନେ ପୁଣି ଚେଷ୍ଟା ଜାରି ରଖନ୍ତୁ ଯେ କେମିତି ଭଲ ପାଠ ପଢ଼ିକିନି ନିଜର ପରିବାର ନିଜ ପ୍ରତିପୋଷଣ କରିବ। ଦେଖନ୍ତୁ, ଆଜି ଯେଉଁ ଭିଡ଼ିଓଟା କରୁଛି, ନିଶ୍ଚିତ ହାର ଜିତ ଅଛି, ଶୂନ୍ୟ ଫଳ ଅଛି, ପୁଣି ପୂର୍ଣ୍ଣ ଫଳ ବି ଅଛି। ଆପଣ ବ୍ୟସ୍ତ ହେବା ଦରକାର ନାହିଁ। ପୁନର୍ବାର ହାର କରିକି ଜିତିବେ ଯଦି ଗୋଟେ ମଧୁର ସୁନ୍ଦର ପାଇବେ ଫଳ। ଯେଉଁମାନେ ତ ଜିତୁଛନ୍ତି ଯେତେବେଳେ ସେ ପୁନର୍ବାର ହାରିଯିଏ ଭାରସାମ୍ୟ ହରାଇଦେବେ। ତେଣୁକୁ ଛାତ୍ରମାନେ ଶୁଣନ୍ତୁ, ସଂଘର୍ଷ ଦାୟିତ୍ୱ ହିଁ ମୁଖ୍ୟ ଜିନିଷ ସଂସାରରେ। ଯଦି ଆପଣ ପ୍ରକୃତ ପୁଣି ସଂଘର୍ଷ କରିବ, ଫେଲ୍ ପିଲାମାନେ ନିଜକୁ ବଞ୍ଚେଇ ନିଜ ପରିବାରକୁ ବଞ୍ଚେଇକିନି କାର୍ଯ୍ୟ କରିବ, ନିଶ୍ଚିତ ରୂପରେ ଭଗବାନ ସାହା ହେବେ ଆଉ ପରିବାର ଆପଣଙ୍କୁ ସାହା ହେବ। ଯଦି ସେଥିରୁ ଓହରିବାକୁ ଚାହୁଁଛନ୍ତି ତାହେଲେ ପରିବାର ଯଦି ଦୁଃଖ କଷ୍ଟରେ ଅଛି, ନିଜ ପରିବାରକୁ ନିଜେ ପ୍ରତିପୋଷଣ କରିବା ପାଇଁ ଚାହୁଁଛନ୍ତି, ବର୍ତ୍ତମାନ ଗାଡ଼ି ଅଛି, ଗାଡ଼ିରେ ହେଲ୍ପର କରିବାକୁ ଆସନ୍ତୁ ଭାରି। ବିନା ମୂଲ୍ୟରେ ପ୍ରଶିକ୍ଷଣ ନେବେ, ସ୍ୱଳ୍ପ ଦରମା ଅଛି, ଖାଦ୍ୟପେୟ ବ୍ୟବସ୍ଥା ଅଛି, ଡ୍ରାଇଭରଟାକୁ ଚାଳକ ଟିକେ ତାକୁ ହେଲ୍ପର ମିଳିବ। ରାସ୍ତାଘାଟରେ ଦୁଇ ଜଣଙ୍କୁ ସାହାଯ୍ୟ ସହଯୋଗ କରିକିନି ସଡ଼କ ସୁରକ୍ଷାରୁ ବଞ୍ଚିତ ରହିବେ। ହେଲ୍ପର ନ ମିଳିବା ହେତୁ ଆପଣମାନଙ୍କୁ ନିମନ୍ତ୍ରଣ କରାଯାଉଛି। ବ୍ୟସ୍ତ ହୁଅନ୍ତୁ ନାହିଁ, ପଢ଼ିଲେ ଆଉଥିରେ ଭଲ। ଯଦି ନ ପଢ଼ିବ ନାହିଁ, ପଳାଇ ଆସନ୍ତୁ ବିନା ମୂଲ୍ୟରେ କିଛି ପ୍ରଶିକ୍ଷଣ ଆଉ ପରିବାର ପ୍ରତିପୋଷଣ କରିବା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ। ଆଉ ଯଦି ପ୍ରକୃତ ପୁଣି ପଢ଼ିକିନି ସଂଘର୍ଷ ଦାୟିତ୍ୱ ସରସ କରିକିନି ଯଦି କରିବେ, ନିଶ୍ଚିତ ଆପଣମାନଙ୍କର ଅତି ସୁନ୍ଦର ହେବ। ଯେଉଁମାନେ ଜିତିଛନ୍ତି ଦିନେ ନା ଦିନେ ହାରିବେ, ଆଉ ତୁମେ ହାରିକି ଜିତିଛ, ବହୁତ ଖୁସି ଲାଗିବ। ନାହିଁ ତ 2ଟି ଜିନିଷ ଅପସନ୍ ଅଛି, ଆସନ୍ତୁ ଭାରି। ହେଲ୍ପର ଆଜିକା ଡେଟ୍ରେ ଟିକେ ମିଳିବା କମିଯାଉଛି, ବହୁତ ବଡ଼ ବଡ଼ ଗାଡ଼ି ରହୁଛି। ହେଲ୍ପର ସହିତ ଆପଣମାନଙ୍କର କିଛି ସ୍ୱଳ୍ପ ଦରମା, ଖାଦ୍ୟପେୟ ବ୍ୟବସ୍ଥା ରହିଛି। ବର୍ଷେ 2 ବର୍ଷ 6 ମାସ ଭିତରେ ହେଭି ଡ୍ରାଇଭର ହେଇକି ବାହାରିବେ। ନିଜର ପରିବାରକୁ ଛାଡ଼ି ନିଜ ଜୀବନକୁ ବାଜି ଲଗେଇକିନି ହେଭି ଡ୍ରାଇଭର ହେବେ। ଆଉ ଡ୍ରାଇଭରର ମାନେ କ'ଣ ଆପଣମାନେ ବୁଝିପାରିବେ। ଯେଉଁ ଜନସାଧାରଣ ପିତାମାତା ବୋଲି ଭାବୁଛନ୍ତି ଡ୍ରାଇଭର ଜନ୍ମ ଯେ ଘୃଣ୍ୟ, ସେଇମାନଙ୍କ ପାଇଁକି ଆଉ ସେଇ ପିଲାମାନଙ୍କ ପାଇଁକି ଯେ ଆପଣ ଭାବନ୍ତୁ ଥରେ, ମୁଁ ଏଇ ଭିଡ଼ିଓଟା କାହିଁକି କରିଛି, କ'ଣ ପାଇଁ କଲି।